ଆପଣ ନାଁରେ କହୁଛି କଣ କହିବେ? ଝିଅ ମତେ ଫସେଇ ଦଉଛି। ଝିଅ କାହିଁ ଫସେଇବ? ଝିଅ କଣ କହିବେ? ଝିଅ କଣ ପାଇଁ ଫସେଇବ? କଣ କହିବ? ଝିଅ ଏଥିରେ ମିଥ୍ୟା କେସରେ ମତେ ଫସେଇଛନ୍ତି ଦାଉରୀ ଆଶୟରେ। ଚାଲ କଣ? ହଁ ସେ ବି ମାନେ ମୋ ବାପା ସୁଭାଷ ଚନ୍ଦ୍ର ମିଶ୍ର ସେ ନିଜେ ଶାରୀରିକ ସମ୍ପର୍କ ରଖି ମୋତେ ଗର୍ଭବତୀ କରିଥିଲେ। ଯେତେବେଳେ ଗୋଟେ ବାପା ଝିଅକୁ ଅନ୍ୟମାନଙ୍କ ସହିତ ଶୋଇବା ପାଇଁ ବାଧ୍ୟ କରେ, ନିଜେ ବି ଶୁଏ, ପରିବାର ଲୋକଙ୍କ ଉପସ୍ଥିତିରେ ଶୁଏ, ତାପରେ ମୋତେ ସେକ୍ସ ରାକେଟ୍ସରେ ଇନଭଲଭମେଣ୍ଟ କରିକି ପଇସା ବି କିଛି ପଇସାର ଲାଳସାରେ ମୋତେ ସେକ୍ସ ରାକେଟ୍ରେ ଇନଭଲଭମେଣ୍ଟ କରିକି ବିଭିନ୍ନ ଜାଗାକୁ ପଠେଇଛନ୍ତି, ନିଜେ ଧରିକି ବି ଯାଇଛନ୍ତି। ତୁ ଯାଇକି ଶୋଇକି ପଇସା ଆଣେ କହିକି ମାରଧର କରିକି ଧରିକି ଯାଇଛନ୍ତି। ଯାଇକି ଜ୍ୟୋତି ହୋଟେଲ ଆଉ ଦିଗପହଣ୍ଡିରେ କିଛିଟା ରୁମ୍ ବୁକ୍ କରିକି ସେଇଠି ମୋତେ ବାଧ୍ୟ କରି ଶାରୀରିକ ସମ୍ପର୍କ ରଖିବାକୁ ବି କହିଛନ୍ତି। ମୁଁ କୁମାରୀ ରାଜଲକ୍ଷ୍ମୀ ମିଶ୍ର। ମୋ ବାପା CH ଟିକରପଡ଼ା ସୁନ୍ଦରମା ହାଇସ୍କୁଲରେ ସୁଭାଷ ଚନ୍ଦ୍ର ମିଶ୍ର ପିଟି ଟିଚର ଅଛନ୍ତି। ଆଜ୍ଞା, ତାକୁ ବାପା କହିବାକୁ ବି ନିଜକୁ ବହୁତ ଘୃଣା ଲାଗୁଛି। ସେ ରାକ୍ଷସଟା ବି ଅଧିକ, ଯିଏ ନିଜ ଝିଅ ସହିତ ଶାରୀରିକ ସମ୍ପର୍କ ରଖିପାରେ ସେ କି ବାପା? ଯେତେବେଳେ ଗୋଟେ ବାପା ଝିଅକୁ ଅନ୍ୟମାନଙ୍କ ସହିତ ଶୋଇବା ପାଇଁ ବାଧ୍ୟ କରେ, ନିଜେ ବି ଶୁଏ, ପରିବାର ଲୋକଙ୍କ ଉପସ୍ଥିତିରେ ଶୁଏ, ତାପରେ ମୋତେ ସେକ୍ସ ରାକେଟ୍ସରେ ଇନଭଲଭମେଣ୍ଟ କରିକି ପଇସା ବି କିଛି ପଇସାର ଲାଳସାରେ ମୋତେ ସେକ୍ସ ରାକେଟ୍ରେ ଇନଭଲଭମେଣ୍ଟ କରିକି ବିଭିନ୍ନ ଜାଗାକୁ ପଠେଇଛନ୍ତି, ନିଜେ ଧରିକି ବି ଯାଇଛନ୍ତି। ଏ ବାବଦରେ ଆମେ ଓନ୍ ଇନଫର୍ମେସନ କେସ୍ କରିଥିଲୁ। କିଛି କୌଣସି ପ୍ରକାର କେସ୍ ଆସିନଥିଲା। ଏଇଟା ମଧ୍ୟ ଖବର ନ୍ୟୁଜ୍ରୁ ପାଇଲୁ। ତାପରେ ଆମେ ସାଙ୍ଗେ ସାଙ୍ଗେ ଓନ୍ ଇନଫର୍ମେସନ କେସ୍ କଲୁ। ତଦନ୍ତରେ ଆମେ ଯାହା ପାଇଲୁ, ସେ ଝିଅ ଅଭିଯୋଗ କରୁଛି ବାପାଙ୍କ ନାଁରେ। ଆଗୁଆ ମଧ୍ୟ ଥରେ ଅଭିଯୋଗ କରୁଥିଲା ସୋସିଆଲ ମିଡ଼ିଆରେ ଭାଇରାଲ କରିକି, ବାପା ତାକୁ ସେକ୍ସୁଆଲ ଆବ୍ୟୁଜ୍ କରୁଛନ୍ତି ବୋଲି। ଏ ବାବଦରେ ଆମେ ପୁଙ୍ଖାନୁପୁଙ୍ଖ ତଦନ୍ତ କଲୁ। ତଦନ୍ତରେ ଆମେ ଜାଣିବାକୁ ପାଇଲୁ ଯେ କିଛି ଚାର୍ଜ ଆମେ ତାର ମୋବାଇଲରୁ ପାଇଲୁ, ଯୋଉଟାକି କହିଲା, ପ୍ଲସ୍ ଆମର କିଛି ଯାହା ମୃତ୍ୟୁକାଳୀନ ଜମାନ ମନ୍ଦିରରେ ତାର ବାପା ନାଁ ବି କହିଛି। ଆଉ ଏମିତି ବହୁତ ଗୁଡ଼େ ଏକ୍ସଟ୍ରା ଜୁଡିସିଆଲ କନଫେସନ୍ ମଧ୍ୟ ଗୁଡ଼େ ସେ କରିଛି। ତା ହଜବେଣ୍ଡକୁ, ତାର ଦିଅରକୁ ଆଗରେ କହିଛି ଯେ ମୋ ସହିତ ବାପାଙ୍କର ଏମିତି ହେଉଛି, ମୁଁ ସେଟା ମେଣ୍ଟାଲି ପିସ୍ ପାଇପାରୁନି, କଥା ମଧ୍ୟ ଆଗୁଆ କହିଛି। ସେ ଏଇ କଥାକୁ ଭିତ୍ତି କରି ଆଉ ଅଲଗା ଅନ୍ୟାନ୍ୟ ତଥ୍ୟକୁ ଭିତ୍ତି କଲା ପରେ ଆମେ ପ୍ରାଇମା ଫାସି ପାଇଲୁ ଏବଂ ତାକୁ ତା ବାପା ସୁଭାଷ ମିଶ୍ର ଯିଏ ଟିଚର ଅଛନ୍ତି ତାକୁ ଆଜି ଗିରଫ କରାହେଲା, କୋର୍ଟ ଚାଲାଣ କରାଯାଉଛି। ହ୍ୱାଟ୍ସଆପରେ କ'ଣ ସାର୍ ଚାର୍ଜ ଯୋଉ କିଛି ସେ ଯୋଉ ଅଭିଯୋଗ କରୁଛନ୍ତି ତା ବାପା କାହା ସହିତ ମାନେ ଅଛି, ବହୁତ ଗୁଡ଼େ ଅଛି। ପାଖାପାଖି ଆମେ 65 ଆମେ ହ୍ୱାଟ୍ସଆପ୍ ଚାଟ୍କୁ ଡାଉନଲୋଡ୍ କରିକି ରଖିଛୁ, ସେଟାକୁ କୋର୍ଟକୁ ଦେବୁ ତାପରେ ପ୍ରୋସିଜରରେ। ତ ସେଥିରେ ଗୋଟେ ବହୁତ ଗୁଡ଼େ ତଥ୍ୟ ଆମର ପାଇଛୁ ସେ ସଂକ୍ରାନ୍ତରେ। ଆଉ ବହୁତ ଗୁଡ଼େ କଥା ମାନେ ଏଇଟା କହିହେବନି, ଆମେ ପୁରା ପାଇଛୁ। ଝିଅର ମା, ଝିଅର ମାମୁଁ ଏଗୁଡ଼ା ପୁରା ଖଣ୍ଡନ କରୁଛନ୍ତି, ଗୋଟେ ଷଡ଼ଯନ୍ତ୍ର ବୋଲି କହୁଛନ୍ତି। ନାଇଁ, ତ ପ୍ରଥମରେ ଯିଏ ବୋଲି ସେ ଆଗ ମନା କରିବ, ତ ଆମକୁ ବି ମାନେ ବିଶ୍ୱାସ କଲା ଭଳିଆ ଜିନିଷ ଆପଣ ମାନେ ବି କିଏ ବିଶ୍ୱାସ କରିବେନି। ଏଇଟା ଗୋଟେ ଆଲିଗେସନ୍ ହେଉଛି, ବଟ୍ ବାରମ୍ବାର କଲା। 2 ଥର ଏମିତି ହେଲାଣି, ପ୍ରଥମ ଥର ଏମିତି ଥରେ ଭାଇରାଲ କରିଥିଲା ଗୋଟେ। ତ ଆମେ କିଛି ଜିନିଷ ଆମେ ପାଇଲୁ, ଏଥିରୁ ସତ୍ୟାସତ୍ୟ କିଛି ଅଛି ବୋଲି ଆମେ ଜାଣିବାକୁ ପାଇଲୁ ଏବଂ ସେଇ ଆଧାରରେ ଯାହା ବି ପ୍ରମାଣ ପାଇଛୁ ଆମେ ତାକୁ ଆଜି ଗିରଫ କରି ଅଛୁ। ତ ଇଏ ଗୋଟେ ବିରଳ ଘଟଣା ବୋଲି ଆମେ କହିପାରିବା। ତ ଏମିତି ଘଟଣା ତ ବୋଧହୁଏ ଆପଣଙ୍କର ଅଭିଜ୍ଞତା ଦୃଷ୍ଟିକୋଣରୁ ଦେଖିନି, ଏଇଟା ବହୁତ ଲଜ୍ଜାଜନକ ବିଷୟ। ଆମକୁ ଏଇଟା କୌଣସି ମାତ୍ରାରେ ଏ ବାବଦ କିଛି କହିବା ପାଇଁ ମୋତେ ଭଲ ଲାଗୁନାହିଁ। ଯାହା ବି ହେଇଛି ଆଇନ ଅନୁଯାୟୀ ଯାହା କାରବାଇ କରାଯିବ।